ଚ୍ୟାନେଲ ବାଲା କଣ ହଉଛି କି ଆଜିକାଲି ତାଙ୍କର ସବୁ ଚ୍ୟାନେଲ ଚାଲିଛି ନା ସବୁ ଇଏରେ, ତ କୋଉଠି ନା କୋଉଠି ଗୋଟେ ଷ୍ଟୋରି ଚାଲିଛି, ସେ ଷ୍ଟୋରିଟାକୁ ଆଣିକି ପୁରେଇ ଦଉଛନ୍ତି ଏଥିରେ ମାନେ ଗୋଟେ ବଙ୍ଗଳା ସିରିଏଲ ସେଇଟାକୁ ପୁରା କପି ପେଷ୍ଟ ଓଡିଆ କରିକି ଓଡିଆରେ ଓଡିଆ ଆର୍ଟିଷ୍ଟକୁ ନେଇକି ଯାହା ହଉ ଆମକୁ ବଞ୍ଚେଇଛନ୍ତି। କିନ୍ତୁ ଆମର ଯୋଉ ରାଇଟର ମାନଙ୍କର ରହିଲା ତାଙ୍କର କ୍ୱାଲିଟି ରହିଲା, ସେ କ୍ୱାଲିଟି ଟା ଡିଟରେକ୍ଟ କରି ଯାଉଛି ନା। ତାଙ୍କର ଜଣେ ଲେଖିଛି ଯୋଉ ସମାନ ଡାଇଲଗ ଟା ସେଇଠି ସମାନ ଭାବରେ କୁହାଯିବ, ତାଙ୍କ କଲଚର ଟା ଏଠି ସମାନ ଭାବରେ ଆମ କଲଚର ରେ ଯୋଡା ହେଇଯିବ। ଯୋଉଟା ଆମର ଧୋତି କଲଚର ନାହିଁ, ଆମକୁ ଧୋତି ପିନ୍ଧିବାକୁ ପଡିବ। ଆମ ତାଙ୍କ ଯୋଉ ବାହାଘର ଷ୍ଟାଇଲ ଅଲଗା, ଆମ ଷ୍ଟାଇଲ ଅଲଗା, କିନ୍ତୁ ତାଙ୍କ ଷ୍ଟାଇଲ ଟା ଏଠି ହବ। ଏଇଟା ନିହାତି ଅବାଗିଆ କଥା ନା। ଏଇଟା ଭଲ କଥା ନୁହେଁ। ଯୋଉମାନେ ଆକ୍ଚୁଆଲି ଯୋଉମାନେ ସାଇନିଂ ଅଥରିଟି, ସେମାନେ ଏଟାକୁ ପ୍ରୋଟେକ୍ଟ କରିବା କଥା, କେହି କରୁନାହାନ୍ତି। ତ ଆମର କଣ ଅଛି, ଆମେ ତ ଆକ୍ଟର ଲୋକ, ଆମେ ଆକ୍ଟିଂ କରିବୁ, ଆମକୁ ଯୋଉଠି ବସେଇବେ ଆମେ ସେଇଠି ବସିବୁ। ଭାଇ ଏଇଠି ଆପଣ ବସିଥିବେ, ସେଠିକି ଯିବେ, ସେଇଠି ସେଇଆ କହିବେ, ଆମ କାମ ସେତିକି। କିନ୍ତୁ ସେଇଟା କଣ ଏନଭାୟରମେଣ୍ଟ, ତମେ ଓଡିଆ କଲଚର ଟାକୁ ମିସ୍ କରିକି ତମେ ଗୋଟେ ସାଉଥ ର କଲଚର ଆଣି ପୁରେଇବ, ତମେ ଗୋଟେ ଏଇ ଯୋଉ ଏଠି ବଙ୍ଗଳା ଓଡିଆ କଲଚର ଅସ୍ମିତା ମରିଯାଉଛି। ମରିଯାଉଛି। ଏଟା ସରକାରଙ୍କର ବି ଭୁଲ ରହୁଛି, କିଛି ଲଗାମ ନାହିଁ ନା, ଏଇଆ ହଉଛି କଥା।